ଶଳା ମାଳି ପେଟି ଭିଲେନ୍ର ମେଡିସିନ ପଇସାରେ करे माली पेटी ভিলেন ডাইলগ কর মতে তু মালি পেটি ভিলেন কইবু আম ভৌনি কি ঠিয়া গুটা মারিবু তো এতে সাহস এ শଳା বড় ভাগ্য ଭଲ তো ভৌনি খেলে ঠিয়া গুটা মারিছে তাকে কম আখি আগରୁ ପଳେଇବ ନ ସେ ପଡିଆ କୋପାଡ଼ି ଆଣିକି ତନ୍ଦୁରୀ କରି ଖାଇଦେବି দেখছো এ বাড়ি কেন সাহস কেটে দেখছো মতে ছতরি কইলা তোতে সোলা কইলা হ্যাঁ পরা হইলে বাড়ি খেয়া পঠানো তুম ঘইতা তুম মতে কইবু ছতরি মো ভাই কি কই পুনি সোলা মতে ঘইতা কলে সম্ভাଳି ପାରିବୁ ତୁ ଟ୍ରାକ୍ଟର ମୁଁ ଡମ୍ପର ଆଉ ତାପରେ ତୋର ତ କେହି ଘଇତା ହେବେ ଶଳା ତୋର ଯିଏ ଘଇତା ହବ ସେ ଶଳା ଗୋଟେ ଗୃହପାଳିତ ପଶୁ ହେଇ ରହିବ ଏଠି ଅନେଇଲୁ ତୁ ସେ ସାହୁ ବାବୁଙ୍କୁ ଟପିଛୁ ସିଏ ତ ପେଣ୍ଡାଲ ଉପରେ ଯାହା କରୁଥିଲା ତୁ ଚାଣ୍ଡାଳି ବାଥରୁମରେ ଯାଇ ଚଲଉଛୁ ହାଏ ଫ୍ରେଣ୍ଡସ୍ ବର୍ତ୍ତମାନ ମୁଁ ଗାଧେଇବାକୁ ଯାଉଛି ଆପଣମାନେ ଯଦି ଏ ଭିଡ଼ିଓଟିକୁ ଶେଷ ଯାଇ ଦେଖିବେ ତାହେଲେ ନିଶ୍ଚୟ ଆପଣମାନଙ୍କୁ ଭଲ ଲାଗିବ ତାହେଲେ ଆପଣ ନିଶ୍ଚୟ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବେ ଘଣ୍ଟି ବାଡ଼େଇ ଦେବେ ଦେଖନ୍ତୁ ଫ୍ରେଣ୍ଡସ୍ ବର୍ତ୍ତମାନ ମୁଁ ଏଇ ସାବୁନଟା ୟୁଜ୍ କରୁଛି ଆପଣ ବି ୟୁଜ୍ କରନ୍ତୁ ଦେଖିବେ ଦୁନିଆ କହିବ ପ୍ରଥମେ ଆପଣ ସୁପେରିଆ ବା IBC ଆଉ ମୁଁ ଏଇ ବାଳ ଏଇ ଯୋଉ ବାଳ କେରାକ ରଖିଛି ତା ରହସ୍ୟ ଆଦିବାସୀ ତୈଳ ନୁହଁ ଜସ୍ମିନ ଚାଣ୍ଡାଳି ଗୋଟେ ଘରର ବୋହୁଟି ତୁ ତୁ ଚାଣ୍ଡାଳି କେତେ ଟଙ୍କା ପାଇଁ ନଙ୍ଗଳା ମଙ୍ଗଳା ଭିଡ଼ିଓ କରିକି ସବୁ ୟୁଟ୍ୟୁବରେ ଛାଡୁଛୁ ସେଇଥିପାଇଁ ତ ମୋର ବହୁତ ଡିମାଣ୍ଡ କାହିଁକି ନା ମୁଁ ୟୁଟ୍ୟୁବ କୁଇନ୍ ୟୁଟ୍ୟୁବ କୁଇନ୍ ନା ମୋ ଏ ଅଭଦ୍ର କଣ ମୁଁ ତାପରେ କହିବି ତୁ ଜାଣିପାରିବୁ କଣ ମୋ କହି ରହିଗଲୁ ଯାହାଟା କହିବି ତୁ ତା ତତେ କଣ କୁହାଯିବ ଜାଣିଛୁ ନା କଣ କହିଯିବ ତତେ କୁହାହବ ଦାରି ଆଣି ଛତର ଖାଇ ତାର ବୁଲି ଘଇତା ଚଢି ଅପସଂସ୍କାରୀ କଞ୍ଚା ଓଡ଼ିଆରେ ବେ ଆତ୍ତା କହିବି ଏମିତି କହୁଛି তো পথরে সে বিল সার পানি বাজিছিল কালা বিল সারা সার পানি বাজি দেহ মর কুন্ডে হেলানি এ কলগল লাগে সফল লাগে কুন্ডে হেলানি সফল লাগে চলগল লাগে কুন্ডে হেলানি বিল সারা সার পানি বাজি কুন্ডে হেলানি তো মুখ লজ্জা নেই তার কুଣ୍ଡଉଥିଲୁ ତୁ কোনটা অসুবিধা হয়ে গেল হেতু ତା ଭାଇ ବି ତ ମୋ ଭାଇ কোনটা অসুবিধা ମୋ ଭଉଣୀର କୁଣ୍ଡେଇ ହେଲା ମୁଁ କୁଣ୍ଡେଇ ତମର କୁଣ୍ଡେଇ ହେଲା ତମ ଦୁନିଆକୁ ଦେଖିବ ଭାଇ ଭଉଣୀ କେମିତି ହଁ ଆମର ତ କୁଣ୍ଡେଇ ହେଉଛି ତୁ ଭାରି ଭଗଟା ତୋର କୁଣ୍ଡେଇ ହଉନି ନାଇଁ ମୁଁ ଧରିନି ତୋ ପୁରାଣ ଖୋଲଛି ରହ ତୁ ପୁରା ମୁସଲମାନ ହେଇ ହିନ୍ଦୁ ଘରେ ରହି ହିନ୍ଦୁ ଝିଅର ସରଳତା ସୁଯୋଗ ନେଇ ତାକୁ ଗର୍ଭବତୀ କରୁଛୁ ତୋର ରହନ ତତେ କଣ କୁହାଯିବ ତୁ କହ তোর কইলো মুসলমান হ্যাঁ তার মানে ইয়ে কোন সেই সইতা ইয়ে সেই বাবার রাধারে তু যে অবস্থা করছু ততে কোন কুয়াଯିବ আবে তু কোন কইব মু কହୁଛି কান্ন খোলিকি শুন তুরন্ত কহ তু জুরে রান্তুয়া ফারুয়া তরি তহিন তু দেখো ইয়ে মো রাধার কোন করছে কোন করেছি রাধা পাখরে বাইয়া কন্ডার অভিনয় করে তা সহিত দৈহিক সম্পর্ক রাখি তাকে গর্ভবতী করেছি এই বাবর খায় ইয়া মুসলমান এইটা কে কହୁছে ମୁଁ ମୁସଲମାନ ମୁଁ ମାନୁଛି ମୁଁ ଚୋର ଡକାୟତ ମୁଁ ବେଇମାନ ହେଲେ ମୁଁ ମୁସଲମାନ ନୁହଁ ମୁଁ ବ୍ରାହ୍ମଣ ମୁଁ କଣ ହେଲା ତୁ ବ୍ରାହ୍ମଣ ହଁ ମୁଁ ବ୍ରାହ୍ମଣ ତୁ ଯଦି ବ୍ରାହ୍ମଣ ତାର କୋଣଟା ପ୍ରମାଣ ଅଛି କହିଲୁ ତୁ ବ୍ରାହ୍ମଣ ଓಂ ସାମ୍ପକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ विश्वभारं गगन सदृशं मेघवर्णं शुभांगं लक्ष्मीकान्तं कमलनयनं
যোগীর্ভিধ্যানগম্যম বন্দে বিষ্ণু ভবভয়হর সর্বলোকৈকনাথম। ମୁଁ ବ୍ରାହ୍ମଣ, କୁଳଶ୍ରେଷ୍ଠ ବ୍ରାହ୍ମଣ ମୁଁ। ଏ କୋଉଠି ଗୋଟେ ଶିଖି ଯାଇଛି। ଠିକ ଅଛି, ତୁ ଯଦି କୁଳ ଶ୍ରେଷ୍ଠ ବ୍ରାହ୍ମଣ ତାହେଲେ ତୁ ମତେ କହ ମାଉସୀ ଘର ତ ସେ ଅଷ୍ଟଜାତ ମୂର୍ତ୍ତିକୁ ଚୋରି କଲୁ କାହିଁକି? କଣ ରହନ ମ ତାକୁ ନେଇ ସେ ହାରାମ ଦାଦା ତକି ଖାଆକୁ ବିକ୍ରି କଲୁ କାହିଁକି? ଆଉ ସେ ହାରାମ ଦାଦା ତକି ଖା ସେ ମୂର୍ତ୍ତିକି ନେଇକି ପାକିସ୍ତାନରେ ବିକ୍ରି କରିବ ବୋଲି ଡିଲ୍ କରୁଛି। ଖାଲି ସେତିକି ନୁହଁ ମାଉସୀ, ତମ ଘରେ ମୂର୍ତ୍ତି ଚୋରି କରିବାକୁ ତମ ପୁଅ ବାଇଆ ପଣ୍ଡାକୁ ମରଣ କରିବାର ହାତ ଥିଲା ଏଇ ବାବର ଖାନ। ମାନେ ଇଏ କଣ ସେଇ ସହିତ ଇଏ ସେଇ କଳା ପାହାଡ ମାଉସୀ, ସିଏ ତମକୁ ଖୁବ ମାର ମାରିଛି। ଏ ମାରି ମାରି ତମକୁ ବେହୋସ କରିଦେଇଛି। ମାଉସୀ ଏଇଟା କଣ ଗୋଟେ ମଣିଷ, ଏଇଟା ହଉଛି ଗୋଟେ ଶଇତାନ। ଆଉ କାହିଁକି ଆସିଛୁ? ମତେ କଣ ଜୀବନରୁ ମାରିଦବା ପାଇଁ? ମାଉସୀ ଲୋ ତମେ ଏମିତି ଜମା କାନ୍ଦୁନ, ମତେ ଭାରି ଦୁଃଖ କଷ୍ଟ ଲାଗୁଛି। ମାଉସୀ ମତେ ଯାହା ଲାଗୁଛି ଇଏ ତମ ଝିଅ ଶୁଣ, ତାକୁ ନେଇ ତୁ କଲିକତାରେ ବେଶ୍ୟା ଭାବେ ବିକ୍ରି କରିଦବାକୁ ଚାହୁଁ। ସେଟା କଣ ଚଢୁଛ ଚିହ୍ନିଛୁ ନା ମତେ? ସାଳେ କି ବତା ଫାଡ଼ିଲା ଭଳିଆ ଫାଡ଼ି ଦେବି। ମତେ କଥା ଭଲ ଭଲ ଫାଦ ମୁଁ ତତେ ରଖିବି, ତୁ ଶଳା ପଠାଣ। ମୋ ଭାଇ କମାଇଲୁ, ମୋ ଭାଇ ଯେ ବାଦ କରିବେ ତୁ। ଏ ଶାଳି, ଏ ଆଗ ଛୋଟ ପଛ ବଡ଼ ତୋ ଗଳାରେ, ତୋ ଗଳା। ମୁଁ ଜାଣିଛି ଆପରେ ବହୁ ମାଡ଼ ହବ। ତୋ ମା ତାକୁ ତ ଭଉଣୀକି ମାରିଦେ। ମାର। ନିଜ ବଛର ବାପର ନା ତାକୁ ମାରିବି? ମୁଁ କଣ ମାଡ଼ ଖାଇବି ନା? ଆମେ ସାଙ୍ଗ ଭାଇ ଭାଇ ରୋହିଙ୍ଗିଆ ପଠାଣ। ବାବୁ ସେମାନେ ସମସ୍ତେ ଚାଲିଗଲେ ନା? ହଁ ସେ ପଳେଇଗଲି। ବାବୁ ତମେ ମୁସଲମାନ ନୁହେଁ ନା? ନା। ତମେ ହିନ୍ଦୁ ନା? ହଁ। ବାବୁ ତମେ ମୋ ଝିଅ ସୁନାକୁ ନବନି ବାବୁ। ମୋ ଝିଅ ସୁନା ହଉଛି ମୋ ଆଶା ବାଡ଼ି। ମୁଁ ତମ ଗୋଡ଼ ତଳେ ପଡୁଛି। ତମେ ଏ କଣ କରୁଛ? ଏ କଣ କରୁଛ ତମେ? ବାବୁ ମୋର ଦିଟା ପୁଅ ଥିଲେ, ହେଲେ ଏବେ ଆଉ ନାହାନ୍ତି। ମୋ ସ୍ୱାମୀ ହଜି ଯାଇଥିଲେ, ଫେରି ଆସିଛନ୍ତି। ସେ ଜାଣିଛନ୍ତି ତାଙ୍କର ଗୋଟେ ଝିଅ ଅଛି ବୋଲି। ତମେ ଯଦି ମୋ ଝିଅ ସୁନାକୁ ନେଇଯିବ ନା ତାହେଲେ ମୋ ସ୍ୱାମୀଙ୍କ ପାଖରେ ମୁଁ ଛୋଟ ହେଇଯିବି ବାବୁ। ସେ ଯେତେବେଳେ ମତେ ପଚାରିବେ ମୋ ଝିଅ କୁଆଡେ ଗଲା, ମୁଁ ତାଙ୍କୁ କି ଉତ୍ତର ଦେବି ବାବୁ? ବାବୁ